जय जगन्नाथ। आज आम जगन्नाथ दास पंचसखा जगन्नाथ दास श्रीमद भागवत गीत को आम आज पठन करवा। आज भागवत जन्म श्रीमद भागवत गीतार ओडिया भागवत 12टी स्कंद थाए और 12टी स्कंदर 341टी अध्याय ओडिया भागवत परिलक्षित हुए। 341टी अध्याय परिलक्षित हुए। तो आम प्रथम स्कंदर प्रथम अध्याय आरंभ करवा। ओम नमो भगवते वासुदेवाय। नारायण नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जय मुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुगलितं फलं सुखमुखादमृतं द्रवसंयुतं पिबत भागवतं रसामलायं मुहुरो रसिका भुवि भावुकाः। प्रथम अध्याय आरंभ करवा। नमहि नृसिंहचरण अनादि परम कारण जार आदि मध्य अन्ते विचार न घटे जगते। इंद्रिय अर्थ न जानती सत्य जे नित्य प्रकाशन्ति। आनंद मने वेदसार ब्रह्मांड कला से विस्तार। जार स्वरूप हृदय चिंती वेद पुरुष न जानती। मृत्तिका विकार जेमंत जल नले सुजंत्रित। रूप रूप स्थिति तीनि जहा जोगरे अनुमानी। स्वभावे नहे जे मंत ए सांख्य जोगिंकर मत। आत्मा प्रकाशे जन्म होई निरते कुहुक बोलाई। सत्य परमानंद हरि जहा भाविले भवुतरी। तार चरणे नित्य ध्यान करी तरंती सुज्ञजन। से हरि पाद हृदय धरी प्रबंधे गीत नाद करी। अशेष जगतर हिते बंदई दास जगन्नाथे। निर्मल मुनिंकर मते हरिचरित भागवते। कहिबी अछि जेते गुण सुजने सावधाने शुण। कपट धर्म जार नाई स्वभावे शास्त्र से बोलई। से साधु जनंकर धर्म माया वर्धित शुभ कर्म। से धर्म जेहु अनुमानी एणु संसारे जेते ज्ञानी। तांको विचारे वस्तु जेते कहिबा शुण एक चिते। लक्ष्य लक्ष्य जेते जानी बोध विचारे परिमाणी। से वस्तु अछि जहि पुरी जहा चिंतति ब्रह्मचारी। श्रवण मात्रे मुख्य पाई त्रिताप मान क्ष जाई। हृदरे बसईत क्षण नादि प्रभु नारायण। एणु अधिक अन्य ग्रंथे कि प्रयोजन ए जगते। ए भागवतर महिमा के कही पारे गुण सीमा। सकल देव होई वृक्षे फल फलिले अंतरिक्षे। केते हे दिने पाची तले वृक्षु पड़िले वायु बले। सुख धाइले ताहा देखी पक्षीको संगत उपेक्षी। तो से अधर पान कले भितरे सुरंग देखिले। तहु गलिला रस सार कियबा देवा पोटांतर। अमृत निंदे स्वादु गुणे सुजने प्रिय अनुक्षणे। आनंदे कर सुधापान जेणु पाइब दिव्य ज्ञान। ए चारि रसंकर मूल निगम वन वृक्ष फल। प्रिय जीवन अंत जाए जेबे तरिब माया मोहे।
ଏବେ ହୋ ଶୁଣ ସାଧୁ ଜନେ ହରିଚରିତ ଶୁଦ୍ଧ ମନେ ସର୍ବଦେବଙ୍କ ରମ୍ୟ ସ୍ଥାନ ନାମ ଯେ ନୈମିଷରଣ୍ୟ କଳିର ଆଗମନ ଦେଖି ମୁନିଏ ସ୍ୱସ୍ଥାନ ଉପେକ୍ଷି ସୌନକ ଆଦି ମୁନିଗଣେ ମିଳିଲେ ନୈମିଷରଣ୍ୟେ କଳି କଳୁ ସେ ଭୟ କରି ଏକାନ୍ତେ ମୁନିଏ ବିଚାରି ସଂକଳ୍ପ କରି ଏକ ତୁଲେ ସମସ୍ତେ ଯଜ୍ଞ ଆରମ୍ଭିଲେ ଜାଣନ୍ତି ଶୁଭେ ସର୍ବଦୀକ୍ଷା ସ୍ୱର୍ଗାପ ବର୍ଗେ କଲେ ଇଚ୍ଛା ସକଳ ମିଳି ପ୍ରାତଃକାଳେ କର୍ମ ସାଧିଲେ ଜ୍ଞାନ ବଳେ ସୁତ ମୁନିଙ୍କୁ ମଧ୍ୟ କରି ସକଳ ବସିଲେ ଆବୋରି ସକଳ ମୁନି ଶୁଦ୍ଧ ମନେ କହନ୍ତି ଅମୃତ ବଚନେ ଋଷୟ ଉବାଚ ଭୋ ସୁତ ଶୁଣ ସାବଧାନେ ତୋର ମହିମା ଅନୁମାନେ ସର୍ବପୁରାଣ ଇତିହାସ ଶୁଣିବୁ ତାହାର ସମ୍ଭାସ ସଂସାରେ ଧର୍ମଶାସ୍ତ୍ର ଯେତେ ସବୁ ଗୋଚର ତୁମ୍ଭ ମତେ ବ୍ୟାସ ମୁନିଙ୍କ ଶିଷ୍ୟ ତୁମ୍ଭେ କଥା ଭଲେ ଜାଣୁ ଆମ୍ଭେ ପୂର୍ବେ ଯେ ଥିଲେ ବ୍ରହ୍ମମୁନି ତାଙ୍କ ବଦନୁ ଅଛୁ ଶୁଣି ସକଳ ଶାସ୍ତ୍ର ତୁମ୍ଭ ତହିଁ ବେଦ ପୁରାଣ ଯେତେ କହି ବ୍ୟାସଙ୍କ ଅନୁଗ୍ରହ ଘେନି ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ଦଇବେ ଅଛି ଏହି ମତି ଯେ ଶିଷ୍ୟ ଗୁରୁରେ ଭକତି ଶିଷ୍ୟରେ ହିତେ ଦୟା ବହେ ସକଳ ତତ୍ତ୍ୱ ଜ୍ଞାନ କହେ ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ ପ୍ରକାଶ ଆମ୍ଭର ଗ୍ରତେ ନିଶ୍ଚେ କାନ୍ତ ସେୟ ଯେତେ ଜୀବ ତରିବ ଯେ ମନ୍ତେ ଯେଣୁ ତୁଟଇ ବିଷ୍ଣୁ ମାୟା କହ ଆମ୍ଭରେ ଯେବେ ଦୟା ଏ କଳି ଯୁଗେ ଯେତେ ପ୍ରାଣୀ ଅଳ୍ପ ଆୟୁଷ ପରିମାଣୀ ସ୍ୱଭାବେ ମନ୍ଦ ବୁଦ୍ଧି ହୁଅନ୍ତି ପ୍ରାଣୀଙ୍କ ଉପଦ୍ରବ ଚିନ୍ତି ଯୁଗ ବ୍ୟବହାର ପରିମାଣୀ ସକଳ ଧର୍ମ ଆମ୍ଭେ ଜାଣି ଏ ପ୍ରଶ୍ନ ଶୁଭ ଆମ୍ଭ ମତେ ସାର ଉଦ୍ଧରି ତୁମ୍ଭ ଚିତେ କହ କେମନ୍ତେ ପ୍ରାଣୀଙ୍କର ଏ ଘୋର ମାୟାରୁ ନିସ୍ତାର ଯେଣେ ପ୍ରସନ୍ନ ହୋଇ କରି ଜୀବ ଆତ୍ମାକୁ ଧରି ତୁମ୍ଭେ ପ୍ରଶ୍ନ ଯୋଗ ବଳେ ପ୍ରକାଶ କର ମହିତଳେ କି ପ୍ରୟୋଜନେ ମୋ ଜଗନ୍ନାଥ ଦେବକୀ ଉଦରେ ସମ୍ଭୂତ ସେ ହେତୁକ ଶୁଦ୍ଧ ଚିତ୍ତେ ଆମ୍ଭେ ପଚାରୁ ଜନହିତେ ଘୋର ସଂସାରେ ପ୍ରାଣୀ ପଡ଼ି ଆତ୍ମା ନିସ୍ତାର ପଥ ହୁଡ଼ି ଯାହାର ନାମ ଉଚ୍ଚାରିଲେ ସଙ୍କଟୁ ତରି ଜାତି ଭଲେ ଯା ଭୟୁ ଜୀବ ତେଜରେ ସେ ହରି ନାମ ଶୁଣି ଡରେ ଯାର ଚରଣେ ଆଶ୍ରା କରି ପାବନ ହୁଅନ୍ତି ବ୍ରହ୍ମଚାରୀ ଶୁଦ୍ଧ କରନ୍ତି ସର୍ବଜନେ ଗଙ୍ଗା ଯେ ସନେ ସ୍ନାନ ପାନେ ଯାହାର ଦଶ ଗୁଣ ଶ୍ଲୋକେ ପୁନେ ଭଜନ୍ତି ଏକେ ଏକେ କଳି କଳୁଷ ନ ଲାଗଇ କେବାତ ତରେ ଏହା ଗାଇ ଯେ ଯଶ ଗାଇ ମୁନିଗଣେ ସୁଖେ ତରନ୍ତି ଭବବନେ ଯେ ହରି ବ୍ରହ୍ମାଣ୍ଡ ମଧ୍ୟରେ ନାନା ଶରୀରେ ଅବତାରେ କଳିଆଗମ ଆମ୍ଭେ ଦେଖି ସକଳ ସମ୍ପଦ ଉପେକ୍ଷି ଏ ପୁଣ୍ୟ କ୍ଷେତ୍ରେ ଶୁଭ କ୍ଷଣେ କୃଷ୍ଣର କଥା ଅନୁକ୍ଷଣେ କରିତରିବୁ ବିଷ୍ଣୁ ମାୟା ଭୂମୁନି ତୁମ୍ଭେ କର ଦୟା ଆମ୍ଭର ପୂର୍ବ ପୁଣ୍ୟ ଫଳେ ସଙ୍ଗ ହୋଇଲୁ ତୁମ୍ଭ ମେଳେ ଏ ଭୟଙ୍କର କଳି କାଳେ ଆମ୍ଭେ ଅଛୁ ଭବ ଜଳେ ଏ ଭଜଳୁ ତୁମ୍ଭେ କର ପାର ବୋଇତେ ଜେନେ କର୍ଣ୍ଣଧାର
ସେ ହରି ଭକତ ବତ୍ସଳ ସର୍ବଦେବଙ୍କ ଆଦି ମୂଳ ସକଳ ଧର୍ମ ଯାର ସଙ୍ଗେ ସୁଖେ ବିହରେ ନାନା ରଙ୍ଗେ କଳିଆ ଗମେ ଭଗବାନ ପଶିଲେ ଆପଣା ଭୁବନ ଯେ ଧର୍ମ ସଂସାର ରଖିବ ସେ କାହିଁ ଶରଣ ପଶିବ ସେ କଥା କହ ମୁନିବର ଆମ୍ଭ ସଂଶୟ ହେଉ ଦୂର ଆତ୍ମାର ମାୟା ଯୋଗ ବଳେ ବିହରେ ଅବନି ମଣ୍ଡଳେ ତାର ମହିମା ଶୁଣି ନିତ୍ୟେ ତୋଷ ନ ଲଭେ ଆମ୍ଭ ଚିତେ ଜିହ୍ୱା ଯେ ସନେ ସୁଧାରସ ପିବନ୍ତେ ନୁହଁ ସନ୍ତୋଷ ଅନନ୍ତ ରୂପେ ଥାଇ ହରି ବାହ୍ୟ ଅନ୍ତରେ କର୍ମ କରି ଏମନ୍ତେ ନୈମିଷ ବନସ୍ତେ ସକଳ ମୁନିଙ୍କ ଗ୍ରତେ ସୌନକ ଆଦି ମୁନିଗଣେ ଯେ ପ୍ରଶ୍ନ କଲେ ଜଣେ ଜଣେ ନିର୍ମଳ ବିଷ୍ଣୁର ଚରିତ କୃଷ୍ଣ ବିଷୟ ଭାଗବତ ସୁଜନ ଜନଙ୍କର ହିତେ କହଇ ଦାସ ଜଗନ୍ନାଥେ ଘୋର ଭବ ଦୁସ୍ତରରୁ ଉଦ୍ଧର ବାଞ୍ଚା କଳ୍ପତରୁ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସସ୍ୟ ସଂହିତାୟାଂ ବୈୟାସିକ୍ୟାଂ ପ୍ରଥମ ସ୍କନ୍ଧେ ନୈମିଷ୍ୟୋପାଖ୍ୟାନେ ଋଷି ପ୍ରଶ୍ନେ ନାମ ପ୍ରଥମୋଧ୍ୟାୟ। ଜୟ ଜଗନ୍ନାଥ, ଜୟ ବଂଶକ।